ଆଜିର ଚିନ୍ତା ଈଶ୍ୱରଙ୍କ ଅନନ୍ତକାଳୀନ ରାଜ୍ୟର ମୁଁ ପ୍ରଜା ହୋଇଛି କି? ଗୀତ ସଂହିତା 93 ଅଧ୍ୟାୟ 1 ପଦଠାରୁ 5 ପଦ ପର୍ଯ୍ୟନ୍ତ। ଗୀତ ରଚକ ସର୍ବଶକ୍ତିମାନ ଈଶ୍ୱରଙ୍କ ଅପରିବର୍ତ୍ତନୀୟ କାର୍ଯ୍ୟକୁ ବର୍ଣ୍ଣନା କରନ୍ତି। ସମସ୍ତ ସୃଷ୍ଟି ତାଙ୍କର ମହାନ ଶକ୍ତିକୁ ପ୍ରକାଶ କରେ। ସଦାପ୍ରଭୁ ସମଗ୍ର ଜଗତର ରାଜା ଅଟନ୍ତି। ସେ ଆଦ୍ୟ କାଳରୁ ରାଜତ୍ୱ କରୁଅଛନ୍ତି। ସେ ପରାକ୍ରମ ଓ ମହିମାରେ ପୂର୍ଣ୍ଣ। ସେ ମଧ୍ୟ ସମଗ୍ର ପୃଥିବୀର ସୃଷ୍ଟିକର୍ତ୍ତା। ପୃଥିବୀର ଭିତ୍ତିମୂଳ ସେ ସ୍ଥାପନ କରିଅଛନ୍ତି। ଆକାଶମଣ୍ଡଳ ତାଙ୍କର ହସ୍ତକୃତ କର୍ମ। ତାଙ୍କର ରାଜ୍ୟ ଅଟଳ, ତାଙ୍କର ସିଂହାସନ ଅନନ୍ତକାଳ ସ୍ଥାୟୀ। ତାଙ୍କର ରାଜଦଣ୍ଡ ନ୍ୟାୟର ଦଣ୍ଡ ଅଟେ। ତାଙ୍କର ବସ୍ତ୍ର ମହିମାମୟ ଓ ବଳରେ ପୂର୍ଣ୍ଣ। ସେ ନିୟନ୍ତ୍ରଣକର୍ତ୍ତା। ସାରା ସୃଷ୍ଟି ତାଙ୍କ ନିୟନ୍ତ୍ରଣରେ। ନଦୀ, ସମୁଦ୍ର ଆଦି ସମସ୍ତ ପ୍ରକୃତିର କାର୍ଯ୍ୟ ତାଙ୍କ ହସ୍ତକୃତ କର୍ମ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ତାଙ୍କ ଇଙ୍ଗିତରେ ସେ ନିୟନ୍ତ୍ରଣ କରନ୍ତି। ଦେଶ ଦେଶ ମଧ୍ୟରେ ଯୁଦ୍ଧ, ବିବାଦ ଆଦି ସମସ୍ତ ଅଶାନ୍ତ ଓ ବିଶୃଙ୍ଖଳିତ ପରିସ୍ଥିତିକୁ ସେ ନିୟନ୍ତ୍ରଣ କରନ୍ତି, ମଧ୍ୟ ଶାନ୍ତି ସ୍ଥାପନ କରନ୍ତି। ବାକ୍ୟ ରୂପେ ଈଶ୍ୱରଙ୍କ ପ୍ରମାଣ ବାକ୍ୟ ଅଟଳ, ସୁସ୍ଥିର, ସତ୍ୟ ଓ ପ୍ରତିଜ୍ଞାଯୁକ୍ତ। ତାହା ସବୁ ସ୍ୱର୍ଗୀୟ ଆଦେଶ ଓ ଉପଦେଶ ପୁଣି ସମସ୍ତ ଆବଶ୍ୟକତାକୁ ପୂରଣ କରେ। ସେ କହନ୍ତି, ତୁମେମାନେ ପବିତ୍ର ହୁଅ, ଯେଣୁ ଆମେ ପବିତ୍ର। ପବିତ୍ରତା ତାଙ୍କ ରାଜ୍ୟର ମୂଳଦୁଆ। ଆମେ ଯଦି ତାଙ୍କ ରାଜ୍ୟର ପ୍ରଜା, ତେବେ ତାଙ୍କ ପବିତ୍ରତାର ସହଭାଗୀ ହେଉ। ମନୁଷ୍ୟ ଏହି ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ବିପ୍ଳବ, ବୋମା ଓ ବନ୍ଧୁକ ବ୍ୟବହାର କରେ। କିନ୍ତୁ ଶାନ୍ତି ରାଜା ମନୁଷ୍ୟ ହୃଦୟରେ ବୈପ୍ଳବିକ ପରିବର୍ତ୍ତନ ଆଣନ୍ତି। ତାଙ୍କଠାରେ ଓ ତାଙ୍କ ବାକ୍ୟକୁ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଯେତେବେଳେ ତାର ହୃଦୟକୁ ତାଙ୍କ ପାଇଁ ଖୋଲିଦିଏ, ସେତେବେଳେ ପରିବର୍ତ୍ତନ ଆସେ। ତେବେ ଆସୁ ଆମମାନେ ଏକ ଛୋଟ ପ୍ରାର୍ଥନା କରିବା। ହେ ଗୌରବମୟ ରାଜା, ମୋତେ ଶୁଚି କର, ପବିତ୍ର କର, ଯେପରି ମୁଁ ପବିତ୍ରତାର ପଥରେ ଗମନ କରିବି। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍।